ନାମ ଦେଲେ ଦିବ୍ୟ ଲୋଚନ ନାମ ଦେଲେ ତାହାର ଦେଲେ ତାହାର ସେ ଆନନ୍ଦେ ପାଳିଲେ ତେଣୁ ପାବରେ ନଦୀ ସ୍ରୋତ ପରି ଛୁଟିଲା ଦିନ ଛୁଟିଲା ଆରେ ଗୁରୁଣ୍ଡି ବୁଲିଲେ ପୁତ୍ର ରତନ କ୍ରମେ କ୍ରମେ କାନ୍ଥ ଧରିଣ ଉଠା ଧରିଣ ଆହେ ଠୁକେଇ ଚାଲିବା ବିଚଇ ଶୋଭା ଗୋଲ ଗୋଲ କରି କହନ୍ତେ ଗିର କହନ୍ତେ ଗିର ରୂପ ମାଧୁର୍ଯ୍ୟତା କେଡ଼େ ସୁନ୍ଦର ପୁତ୍ର ନାମ ରଖାଗଲା ଦିବ୍ୟ ଲୋଚନ। ଦିନକୁ ଦିନ ବଢିଗଲା। 4 ବର୍ଷ 4 ମାସ 4 ଦିନରେ ବିଦ୍ୟା ଶିକ୍ଷା କଲା, ଯାହାକି ଥିଲା ଆଗ କାଳର ଗୁରୁକୁଳର ଶିକ୍ଷାର ସମୟ। ସର୍ବ ବିଦ୍ୟାରେ ପୁତ୍ର ନିପୁଣ। ଚାହୁଁ ଚାହୁଁ ବାଲ୍ୟ ପୌଗଣ୍ଡ କୈଶୋରକୁ ଅତିକ୍ରମ କରି ପାଦ ଥାପିଛି ଯୌବନ ରାଜ୍ୟରେ ପୁଅ ଯୁବକ ହେଇଗଲା। 20 ବର୍ଷ ହେଇ 20 ବର୍ଷରେ ପହଞ୍ଚିଛି ପୁତ୍ର। ସେଦିନ ବାବା କଣ ମାନେ ବାବା କଣ କହିଲ? ବାପା କଣ ତମେ ଜାଣିନ? ପିଲାମାନେ ନାହାନ୍ତି ଜାଣିଥିବେ। ବାପା ପିଲେ ବି ଜାଣିଛନ୍ତି। ବାବା କହ କି 36 ଭେଲିଆନକୁ 37 ଗୁଣ୍ଡା ଏକା ଲଢିବ ମହାଲ ମଣ୍ଡା। ବାପା ଆଚ୍ଛା ଆଗେ ସେ ପୁତ୍ର 20 ବର୍ଷରେ ପଦାର୍ପଣ କରିଛି। ହଉ ହଉ ସେଦିନ ସହପାଠୀ ମେଳରେ ବସିଛି ଦିବ୍ୟ ଲୋଚନ। ବାଃ ସେ ରାଜ୍ୟର ସୌଦାଗର ଯେ କି ଦିଲଦାର ସୌଦାଗର, ଦିଲଦାର ସୌଦାଗରର ପୁଅ ବାହାଘର ହେଇକି ଆସୁଛି। ବାଜା ବାଜୁଛି, ବାଣ ଫୁଟୁଛି, ବଡ ଧୁମଧାମରେ ବାହାଘରଟା ଆଗେଇ ଆସୁଛି। ହଁ ହଁ ଭାଇ ଭାଇ ଆମ ରାଜ୍ୟରେ କଣ ଶୁଭିଲାନି ସବୁରାକ? କଣ କଣ ତ ମୋଠୁ ସାନ କି ବଡ? ମୋଠୁ କେମିତି ବ୍ରାସ୍ ଧରିକି ଆଇ ଦେଖୁନ। ହାଣ୍ଡିଆ ବାଲି ମୋର କୁସୁମ ବାଲି ବାହାଘର ଆସୁଛି। ଏ ହାଣ୍ଡିଆ ବାଲି ମୋର କୁସୁମ ବାଲି ଏ ହାଣ୍ଡିଆ ଫୁଲେ ଉଧାର ଦେଇଥା ମୋର ଟଙ୍କା ପଇସା କିଛି ନାଇଁ ନ ଦିଲ ନେଇ ଉଷ୍ମା ଦେଇଥା ଦିଲ ନେଇ ଉଷ୍ମା ଦେଇଥା ଦିଲ ନେଇ ଉଷ୍ମା ଦେଇଥା ମୋର ଟଙ୍କା ପଇସା କିଛି ନାଇଁ ନ ଦିଲ ନେଇ ଉଷ୍ମା ଦେଇଥା ମୋର ଟଙ୍କା ପଇସା କିଛି ହାଣ୍ଡିଆ ବାଲି ମୋର କୁସୁମା ବାଲି ये हंडिया बाली मोर कुसुमा बाली ये हंडिया फूले उधर देता मोर टंका पैसा किछि नाइ न ये मोर टंका पैसा किछि नाइ न दिल ने उष्मा देता मोर टंका पैसा किछि नाइ न दिल ने उष्मा देता ବାହାଘରଟା ଧୁମଧାମରେ ଆସୁଛି। अरे पुआ अरे कि बाण फुटेकी बाहागर ହେଇକି ଆଉଛି। ଆଚ୍ଛା ଭାଇ ମୋଠୁ ସାନ ସେ ବାହାରିଲାଣି, ମୁଁ ବାହା ହାନ୍ତି ଯେ କାହାକୁ କହିବି? ଓ ହଁ କଣ ଡାକିଲେ କେବେ ଆସିବୁନି ଉଠିକି ଆଉ ଅଭିଳାଷ ମୋର ପୂର୍ଣ୍ଣ ହେଲେ ଯାଇକି ଉଠିବି ଆଉ ତାହେଲେ ଶୋଇବି ଯାଉଛି। ଦେଖନ୍ତୁ ଆଜ୍ଞା ସାଙ୍ଗସାଥି ମାନେ ସବୁ କହିଦେଲେ, କହିଲେ ତୁ ପରା ରାଜକୁମାର, ଗୋଟାଏ ବୋଲି ବାପା ମାଙ୍କର ପୁଅ, ତୁ ଯାହା କହିବୁ ତାହା ହବ। ଦେଖନ୍ତୁ ଆଜ୍ଞା ଜୀବନର ସାଙ୍ଗ ଜୀବନରେ ସଫଳତା ଆଣେ ତ କେବେ କେବେ ବିଫଳତା ବି ଆଣେ। ତେଣୁ ଉତ୍ତମ ସଙ୍ଗେ ସଙ୍ଗ ଯାର ଉତ୍ତମ ବ୍ୟବହାର ଦେଖି ଚାହିଁକି ସାଙ୍ଗ ହଉଥିବେ। ସାଙ୍ଗସାଥି ମାନେ ଭଲ ବାଟକୁ ନିଅନ୍ତି ତ ବେଳେ ବେଳେ ଖରାପ ବାଟକୁ ଠେଲି ଦିଅନ୍ତି। ହୀନ ସଙ୍ଗତେ ହୀନ ଗତି ହସି କହନ୍ତି ଜନ୍ତୁପତି।
ଯଦୁପତି ଯନ୍ତୁପତି ନୁହଁ ଯଦୁପତି ଅଲଗା ଯନ୍ତୁପତି ଅଲଗା ନାଇଁ ଯନ୍ତୁପତି କିଏ ଜାଣିଛ ମୃତ୍ୟୁ ଅଧିପ ପ୍ରେତପତି ଯମ ହଁ ଆରେ ଯମକୁ ମୁଁ କେମିତି ଦେଖିବି ନାଇଁ ମୁଁ କଣ ଗାୟିକା ବୋଲି ଯମକୁ ଦେଖିଛି ଆରେ ଯମକୁ କେତେବେଳେ ଦେଖା ହୁଏ ସବୁବେଳେ ତମେ ସେଇଆ ଚାହୁଁଛ ଆଉ ହଁ ଆଚ୍ଛା ଠିକ ଅଛି ନାଇଁ ମୁଁ ଚାହୁଁନି ଏ ଝିଅ ଆଉ ସେ ପ୍ରଭୁର ଇଚ୍ଛା ଯେତେ ଗାଈ ଚାହାନ୍ତି ତେଣୁ ୟାଙ୍କ ସବୁ ଅଧା ବସା ଭଲ କଥା କହୁଛ ଆଉ ଦେଖ ନାଇଁ ମୋ ସହିତ ପାଲା ଖାଇବ ମୋଠୁ ପଇସା ନବ ପୁଣି ମୋର ଅମଙ୍ଗଳ କଥା କହିବ ନାଇଁ ଆଜ୍ଞା ଏ ଘଡ ଘଡ ଅଛି କାହିଁ କହିଲୁ ପୁଅ କହିଲ ସତ କଥା କୁହ ପଇସା କାହିଁକି ଅଧା ବୟସରେ ସେମାନେ ମରିଯାନ୍ତି ପଇସା ପତ୍ର ଏପଟ ସେପଟ କରୁଛ କି ଯୋଉ ସହକର୍ମୀର ପଇସା ଖାଇଯାନ୍ତି ସେଇଥିପାଇଁ ଅଧାରୁ ଚାଲି ଯାଆନ୍ତି ତାଙ୍କ ନିଶ୍ୱାସ ପଡେ ନାଇଁ 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 ଗାୟକ ସବୁ ନେଇଯାଉଛି ନାଇଁ ଏସବୁ ଆଜି ପର୍ଯ୍ୟନ୍ତ ହେଇନି କି ମୋ ଦଳରେ ହବନି ନାଇଁ ଆଜ୍ଞା ଏଇଟା କଣ ହଉଛି ନା ସାଙ୍ଗସାଥୀଙ୍କର କହିବା ଅନୁଯାୟୀ ରୋଷାଗାର ରୁଚି କରି ଶୋଇଲା ପୁତ୍ର ଦିବ୍ୟଲୋଚନ ବାପା ମାଙ୍କର ଗୋଟାଏ ବୋଲି ପୁଅ ଦୀର୍ଘ ସମୟ ନ ଦେଖି ମା ମନ ବଡ ଅଥୟ ହେଲା ଧନ ମୋର ଗଲା କୁଆଡେ ଦଣ୍ଡେ ଖଣ୍ଡେ ନ ଦେଖିଲେ ମା ଅନ୍ଧୁଣୀ ହେଇଯାଏ ଧନ ମୋର ଗଲା କୁଆଡେ ଗଲା ମୋ ଧନ କେତେ ସମୟ ହେଲା ଧରି ମୁଁ ଦେଖିନି ମୋ ଧନ ଦିବ୍ୟଲୋଚନ କୁଆଡେ ଗଲା ଦାସୀ ଯା ଦେଖିକି ଆସିବ ଆଗ ଦାସୀ ତମେ ସବୁ ନିଶ୍ଚିନ୍ତରେ ବସିଛ ଘରେ କେତେ ବର୍ଷା ଯାଇ ଟିକେ ସନ୍ଧାନ କର ମନୋଜ ପରା ଗଡି ଯାଉଛି ଖାଇନି ମୋ ପୁଅ ଯାଅ ଯାଇ ସନ୍ଧାନ କରି ଆସ ସେ କୋଉଠି ଅଛି ଖୋଜି ଆଣ ମୋ ପୁଅକୁ କୁମାର ବାବୁ ରାଣୀମା ବ୍ୟସ୍ତ ହେଲାଣି ମୋର ହିଁ ସମୟ ଗଡି ଯାଉଛି ତମେ କୁଆଡେ ଗଲ କୁମାର ବାବୁ ନା କଣ କୁମାର ବାବୁ ତମେ ରୋଷାଘର ଭିତରେ ଶୋଇଛ ରାଣୀମା କେତେ ବ୍ୟସ୍ତ ହେଲେଣି କଣ ଏଇ ସମୟ ଗଡି ଯାଉଛି ଖାଇବ ଚାଲ ଶୀଘ୍ର ଚାଲ ଦାସୀ ତୁ କଣ ଜାଣିବୁ ଆମ ରାଜ୍ୟରେ ଯୋଉ ଦିଲଦାର ସୌଦାଗର ତା ପୁଅ ମୋଠୁ ସାନ କି ବଡ ଆଗ କହ କେତେ ସାନ ଆଚ୍ଛା ଆଜି ସେ ଯୋଉ ବାଣ ଫୁଟେଇ ବାଜା ବଜେଇକି ଆଉଥିଲା ସେ ବାହା ହଉଥିଲା କି ନାଇଁ ସେ ମୋର ସାନ ହେଇକି ବାହା ହେଲାଣି ମୁଁ ଭାବୁଛି ବାହା ହେବି ହଁ ବାହାବି ତୋତେ ଯା ଯା ମୋ ପୁଅକୁ କହିବି ରାଣୀମା ଦାସୀ ତୁମର ସନ୍ଧାନ ପାଇଗଲି କୋଉଠି ଅଛି ମୋ ପୁଅ ଆମର ଯୋଉ ରୋଷାଘର ରୋଷାଘର ଭିତରେ କୁମାରବାବୁ ରୁଚି କରି କହିଛନ୍ତି ମୁଁ ପଚାରିଲେ ହେ କୁମାର ବାବୁ ତମେ ରୋଷାଘର ଭିତରେ କାହିଁକି ଶୋଇଛ ମୋ ରାଜକୁମାର ଏମିତି କିଏ ସେ କଣ ଅଭାବ କଲା ଯେ କାହିଁକି ସେ ରୋଷାଘରେ ଶୋଇଛି କହିଲେ ତମେ ଚାଷୀ କଣ କିଛି କହିଲା ସୌଦାଗର ପୁଅ ତାର ହଉଛି ବାହାଘର ଆଚ୍ଛା ମୁଁ ବାହା ହେବି ମୁଁ କହିଲି ହେ କୁମାର ବାବୁ ତମେ ବାହା ହବ ନା ହଁ ମୁଁ କହିଲି କାହାକୁ ନା ତତେ ତାହେଲେ ବାହା ହବା ମୋ ପୁଅ ବାହା ହବ ପୁଣି ତୋ ପରି ଗୋଟେ ଦାସୀକୁ ଆଲୋ କାହାର ଭାଗ ଯା ଆଲୋ କାହାର ଭାଗ୍ୟ ଫିଟିଲା ଦେଖେ ଯା ତର ତର କରି ମା ଚାଲିଗଲେ ରୋଷାଘରକୁ ଧନ ମୋର ରୁଷି କରି ଶୋଇଛି କଣ ହେଇଛି ତାର ମୁଁ ଯାଇ ବୁଝି ଆସିବି ପହଞ୍ଚିଗଲେ ରୋଷାଘରରେ ଦେଖିଲେ ଧନ ଦିବ୍ୟଲୋଚନ ଧନ ମୋର କି ମୂଷା ମାଟି ପଣା ପଣା ବିଲେଇ ମହିଳା ଶଣ ଶଣ ଏମିତି କକ୍ଷରେ ତୁ କାହିଁ ମୁହଁ ମାଡି ଶୋଇଛୁ କହିଲୁ ମନୋଜ ପରେ ବଢି ଯାଉଛି ଚାଲେ କଣ ଖାଇବୁ ଚାଲୁ ଆଗେ ସ୍ନେହମୟୀ ମା ବୁଝେଇ ଦଉଛନ୍ତି ଧନକୁ ତାର ଆରେ କଣ ହୋଇଛି ରେ ଧନ ଆରେ ମୋ
ଏଇଟା